ବନାଗ୍ନି ନିବାରଣ ଓ ନିରାକରଣ ପାଇଁ ଗଡ଼ିଲା ସଚେତନତା ରଥ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ସବୁଜ ପତାକା ଦେଖାଇ ରଥର ଶୁଭାରମ୍ଭ କରିଛନ୍ତି। ସାଧାରଣତଃ ଖରାଦିନେ ଜଙ୍ଗଲରେ ନିଆଁ ଲାଗେ, ଫଳରେ ବହୁମୂଲ୍ୟବାନ ଗଛ ନଷ୍ଟ ହେବା ସହ ଜଙ୍ଗଲୀ ଜନ୍ତୁଙ୍କ ପ୍ରାଣହାନୀ ଘଟେ। ଏଣୁ ଖରାଦିନ ପୂର୍ବରୁ ଗାଁ ଗାଁରେ ବୈଠକ କରିବା ସହ ପନ୍ଥପ୍ରାନ୍ତ ନାଟକ ମାଧ୍ୟମରେ ଅଞ୍ଚଳବାସୀଙ୍କୁ ସଚେତନ କରାଯାଇଛି। ବର୍ତ୍ତମାନ ଆଦିବାସୀ ଅଧିଷ୍ଠିତ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବନଖଣ୍ଡର 7ଟି ବନାଞ୍ଚଳ ବାଲିଗୁଡ଼ା, କନୁଆଗାଁ, ବ୍ରାହ୍ମଣୀଗାଁ, ଦାରିଙ୍ଗବାଡ଼ି, କୋଟଗଡ଼, ତୁମୁଡ଼ିବନ୍ଧ ଓ ବେଲଖର ବନାଞ୍ଚଳର ଗଳିକନ୍ଦିରେ ବୁଲିବ ଏହି ସଚେତନତା ରଥ। ଏଥିରେ କୁଇ ଭାଷାରେ ସଂଯୋଜିତ ଗୀତ ମାଧ୍ୟମରେ ଜଙ୍ଗଲରେ ନିଆଁ ନ ଲଗାଇବାକୁ ପରାମର୍ଶ ଦେବା ସହ ଅଞ୍ଚଳବାସୀଙ୍କ ଆଉ ଟିକେ ଅଧିକ ସଚେତନତା କରିବା ସହ ଜଙ୍ଗଲରେ ନିଆଁ ଲାଗିଲେ ବିଭାଗକୁ ସୂଚନା ଦେବା ସହ ନିଜ ଅଞ୍ଚଳର ଜଙ୍ଗଲକୁ ସୁରକ୍ଷା ଦେବା କଥା କୁହାଯାଇଛି। ବାଲିଗୁଡ଼ା ବନଖଣ୍ଡର ସବୁଜ ସୁନ୍ଦର ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ ଏହା ଅନ୍ୟ ଏକ ପଦକ୍ଷେପ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା। ତେବେ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ଖବର ଦେଖିବାକୁ ଚାହାନ୍ତି ଆମ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଓ ସେୟାର କରନ୍ତୁ।